ମୋ ପରି ବହୁତ ଜଣ ଅଛନ୍ତି ଯେଉଁମାନେ କି ଗଛ ଲଗେଇବାକୁ ବେଶୀ କରି ପସନ୍ଦ କରନ୍ତି। କିନ୍ତୁ ସମସ୍ତେ ଗଛ ଭିତରେ ବେଶୀ ମନ୍ଦାର ଗଛକୁ ଚଏସ୍ କରନ୍ତି। କାହିଁକିନା ଏହା ଠାକୁର ପୂଜାରେ ବେଶୀ କରି ଦରକାର ହେଇଥାଏ। ସେଥିପାଇଁକା ସମସ୍ତଙ୍କର ପସନ୍ଦ ହେଇଥାଏ ମନ୍ଦାର ଗଛ। ମୋର ତ ଢେର ପ୍ରକାର ମନ୍ଦାର ଗଛ ଲଗେଇଛି ହାଇବ୍ରିଡ ଠାରୁ ଦେଶୀ ଯାଏ। ମନ୍ଦାର ଗଛରେ ଯଦି କିଛି ରୋଗ ହୁଏ ନା ବହୁତ ମନ ଦୁଃଖ ହୁଏ। ଯଦି ପ୍ଲାଣ୍ଟ ଫଙ୍ଗସ୍ ହଉ, ସଏଲ୍ ଫଙ୍ଗସ୍ ହଉ କିମ୍ବା କୌଣସି ମେଲାବଗ ଏସବୁ ଲାଗିଲେ ସାଧାରଣତଃ ମନ ତ ଦୁଃଖ ହୁଏ ଆଉ ତା ସହିତ ତୁରନ୍ତ ଆମେ ମାନେ ଯୋଗାଯୋଗ କରନ୍ତି ଆମର ନର୍ସରୀରେ ଯେମିତି ତାର କିଛିଟା ସଲ୍ୟୁସନ୍ ପାଇବା ପାଇଁ। ତା ସହିତ ମଝିରେ ମଝିରେ ଦେଖିବେ କିଛି କିଛି ଗଛ ଥିବ ବେଶୀ କରି ପାଣି ସାଲକା ମାରିକିରି ସେ ଗଛ ବି ୱିକ୍ ହେଇଯାଏ। ତା ପାଇଁ ବି ଆମେ ପ୍ଲାଣ୍ଟ ବୋଷ୍ଟ ଦିଅନ୍ତି ଯାହାକି ଲିକ୍ୱିଡ ଫର୍ଟିଲାଇଜର ଭାବରେ ତାକୁ ଆଡ୍ କରିଥାନ୍ତି। ତାହା ବି ମୁଁ ନର୍ସରୀରୁ ବୁଝିକି ୟୁଜ୍ କରେ। ତ ସେଥିପାଇଁ ମୁଁ ବହୁ ରିସର୍ଚ୍ଚ କଲା ପରେ ଆଉ ବହୁତ ନର୍ସରୀରେ ବୁଝାବୁଝି କଲା ପରେ ମୋତେ ଲକ୍ଷ୍ମଣ ରେଖା ଜଉଆ ପୋକ ପାଇଁ ଦେଇଥିଲେ ସଲ୍ୟୁସନ୍, ଯାହାକି ମୁଁ ହେଉଛି ପ୍ରୟୋଗ କରିଥିଲି ଆଉ ବଢ଼ିଆ ଭାବରେ ତାର ରେଜଲ୍ଟ ପାଇଲି। ଆଉ ଦେଖନ୍ତୁ କେତେ ସୁନ୍ଦର ଭାବରେ ପୋକ ଗୁଡ଼ାକ ମରିଯାଇଛନ୍ତି। ଆପଣ ବି ଥରେ ଟ୍ରାଏ କରନ୍ତୁ ଆଉ ଗଛକୁ